ଆମେ ବେଳେବେଳେ ଖୁସି ଖୋଜିଥାଉ। ଆମେ ଭାବନ୍ତି ଯେ ଆମକୁ ଖୁସି ମିଳିଯିବ ଏଇଟା ପାଇଗଲେ, ସେଇଟା ପାଇଗଲେ, ଗାଡ଼ି କଲେ, ଏହି ଏହି ଡିଗ୍ରୀଟିକୁ ପାଇଲେ, +3 କଲେ, ହଁ ପିଜି କଲେ ଆମକୁ ଏଇଟା ମିଳିଯିବ, କିମ୍ବା ଏଇ ଝିଅଟିକୁ ମିଳିଗଲେ, ଏଇ ଜମିଟି ମିଳିଗଲେ, ଏଇ ଚାକିରିଟି ମିଳିଗଲେ, ଆମେ ସବୁବେଳେ ନିରନ୍ତର ଭାବରେ ଆଉଟସାଇଡ଼ର କୌଣସି ସିଚୁଏସନ୍ ଉପରେ ଆମେ ନିର୍ଭର କରିଥାଉ ଯେ ଏଇଟା ମିଳିଗଲେ ଆମକୁ ଶାନ୍ତି ମିଳିଯିବ, କିମ୍ବା ଆମେ ଆମ ଲାଇଫକୁ କମ୍ଫର୍ଟେବଲ୍ ୱେରେ ନେଇପାରିବା। କିନ୍ତୁ ମନେ ରଖ, ଶାନ୍ତି କିମ୍ବା ଖୁସି କେବେ ବି ଏଇ ତିନୋଟି ଏଇ ବାହ୍ୟ ଜିନିଷ ଉପରେ ନିର୍ଭର କରେ ନାହିଁ। ଏହା କେବଳ ଏବଂ କେବଳ ମାତ୍ର ନିଜର ଆତ୍ମିକ ଅନୁଭୂତିରୁ ହିଁ ମିଳିଥାଏ। ଫର୍ ଏକ୍ଜାମ୍ପଲ୍, ତୁମେ ଦେଖିଥିବ, ତୁମେ ଯେଉଁ ଘରେ ରୁହ, ତୁମ ଘରେ ନିହାତି ଛୋଟ ପିଲା ଥିବେ। ତୁମ ଘରେ ନଥିଲେ ବି ତୁମ ବାହାର ପଡ଼ୋଶୀ ଘରେ ମଧ୍ୟ ଛୋଟ ପିଲା ଥିବେ। ଦେଖିବ ସେମାନଙ୍କର ଖୁସି, ଯେଉଁ ଛୋଟ ପିଲା ଅଛନ୍ତି ସେମାନଙ୍କର ଖୁସିର ସ୍ତର ବହୁତ ନିମ୍ନ ଧରଣର। ନିମ୍ନ ଧରଣ କାହିଁକି? ତା ମାନେ ନୁହେଁ ଯେ ମୁଁ ନିମ୍ନ ଧରଣ କହୁଛି, ତା ମାନେ ନୁହେଁ ଯେ ମୁଁ ସେମାନଙ୍କର ଖୁସିକୁ ଏକ ପାଗଳାମୀ ଖୁସି ବୋଲି କହୁଛି, ନା ସେଟା ନୁହଁ। ତା ମାନେ ମୁଁ କହୁଛି ଏଇଆ ଯେ ସେମାନେ ଦେଖିବେ ଏ ଛୋଟ ପିଲାମାନେ ଛୋଟ ଛୋଟ କଥାରେ ବହୁତ ଖୁସି ହେଇଯାଆନ୍ତି, ବହୁତ। ଏବଂ ସେଇ ଖୁସି ଆମକୁ ହିଁ ଦରକାର। ତୁମେ କେବେଠୁ ଭାବି ନେଇଛ ଯେ ତୁମେ ବୁଢ଼ା ହେଇଗଲଣି ଏବଂ ତୁମେ ଏଇ ଛୋଟ ଛୋଟ କଥାରେ ହସିପାରିବ ନାହିଁ। ନା, ସେମିତି ନୁହଁ। ତୁମେ ଛୋଟ ଛୋଟ କଥାରେ ବି ହସ। ସବୁ ମୁହୂର୍ତ୍ତରେ କିଛି ନା କିଛି ଦେଖିବ ପଜିଟିଭ୍ ଜିନିଷ ହେଉଛି, ତାକୁ ଆପ୍ରିସିଏଟ୍ କର ଯେ ଯାହା ହଉ କିଛି ନା କିଛି ତ ଠିକ୍ ହେଇଛି। ତୁମେ ବାହାରକୁ ଯାଉଥିବ, ଟାଉନ ବଜାରକୁ ଯାଉଥିବ, ଦେଖୁଥିବ ବିଭିନ୍ନ ପ୍ରକାରର ଲୋକ ରହୁଛନ୍ତି। କାହା ପାଖରେ ଆଟଲିଷ୍ଟ ଜାଗା ହିଁ ନାହିଁ। ଯାହା ପାଖରେ ଜାଗା ନାହିଁ, ତା ପାଖରେ ଧନ ନାହିଁ, ପଇସା ନାହିଁ ଘର କରିବା ପାଇଁ। ବୁଝିପାରୁଛନ୍ତି? ସେମାନେ ଆସି ଫୁଟପାଥରେ ରହୁଛନ୍ତି। ବର୍ଷା ଦିନରେ ଯାଇ ଦେଖ ସେ ଲୋକଙ୍କର ହାଲ, ସେମାନେ କେମିତି ରହୁଛନ୍ତି। କେଉଁ ନ୍ୟାସନାଲ୍ ହାଇୱେରେ ଫ୍ଲାଏଓଭର ତଳେ ମସୁରୀଟେ ଟାଙ୍ଗି ସେମାନେ ନିଜର ଜୀବନଯାପନ କରୁଛନ୍ତି। ତ ଆଟଲିଷ୍ଟ ସେମାନଙ୍କ ଠାରୁ ତ ତମେ କୌଣସି ଉନ୍ନତିମୂଳକ ଅବସ୍ଥାରେ ଅଛ। ତ ସେଇଟାକୁ କାହିଁକି ଏକ ନିଜର ଗୋଟେ ପଜିଟିଭ୍ ସେନ୍ସରେ କାହିଁକି ନେଉନ ଯେ ଆଟଲିଷ୍ଟ ଭଗବାନ ଏତିକି ତ କରିଛନ୍ତି ମୋ ଲାଗି। ଆଇ ହ୍ୟାଭ୍ ଏ ବେଟର୍ ପ୍ଲେସ୍, ଆଇ ହ୍ୟାଭ୍ ଏ ବେଟର୍ ହାଉସ୍, I have my wife, I have my brother, I have mother, I have my father, I have a son, I have a daughter। ଏଇ ତ ସବୁ ଛୋଟ ଛୋଟ କଥା। ଏଇ ଛୋଟ ଛୋଟ କଥାରେ ଯଦି ଆମେ ଖୁସି ରହିପାରିବା ତ ଆମର ଜୀବନ ବହୁତ ସୁଖମୟ ହେବ। ଧନ୍ୟବାଦ।